ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଘରକୁ ନେଇ ଆଉ ଗୋଟେ ନୂଆ ଅପଡେଟ୍ ଆପଣମାନଙ୍କ ପାଇଁ ନେଇ ଆସିଛି। ଆପଣମାନେ ଥମ୍ବନେଲ୍ ଦେଖିକି ଜାଣିବାକୁ ପାଉଥିବେ ଏଥର ଆବାସ ଘର ଯୋଜନାରେ ଆପଣମାନଙ୍କୁ କେତେ ଟଙ୍କା ଘର କରିବା ପାଇଁ ମିଳିବ। 1,20,000 ଟଙ୍କା ମିଳିବ ନା 1,80,000 ଟଙ୍କା ମିଳିବ। ତ କେଉଁ ହିତାଧିକାରୀମାନଙ୍କୁ 1,20,000 ଟଙ୍କା ମିଳିବ, କେଉଁ ହିତାଧିକାରୀମାନଙ୍କୁ 1,80,000 ଟଙ୍କା ମିଳିବ। ଆପଣମାନଙ୍କର ବି ପ୍ରଶ୍ନ ରହିଥିବ। ଏ ଗୋଟିଏ ଭିଡ଼ିଓ ମାଧ୍ୟମରେ ମୁଁ କ୍ଲିୟର କରିଦେବି ଯେ କି 1,20,000 ଏବଂ 1,80,000 ଟଙ୍କା ସରକାର କାହାକୁ ଦେବା ପାଇଁ ଯାଉଛନ୍ତି। ତ ଏହି 1,20,000 ଏବଂ 1,80,000 ଟଙ୍କା ପାଇବା ପାଇଁ ଆପଣମାନଙ୍କୁ କେଉଁ ସବୁ କାର୍ଯ୍ୟ କରିବାର ଅଛି, କ'ଣ କରିବାର ଅଛି, ସରକାରଙ୍କ ତରଫରୁ କ'ଣ ସବୁ ପଦକ୍ଷେପ ନିଆଯାଉଛି। ସବୁଠୁ ବଡ଼ କଥା, ଏହି 12ଟି କାରଣ ଯୋଗୁଁ ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇପାରିବେ ନାହିଁ। ଏହି 12ଟି କାରଣ କ'ଣ ରହିଛି, ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଡିଟେଲ୍ସ ଇନଫର୍ମେସନ୍ ଆପଣମାନେ ପାଇପାରିବେ। ତା ପୂର୍ବରୁ ଛୋଟ ଅନୁରୋଧଟିଏ, ଯଦି ଏପର୍ଯ୍ୟନ୍ତ ଆପଣମାନେ ଚ୍ୟାନେଲରେ ଭିଡ଼ିଓଟିକୁ ଦେଖୁଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲନ୍ତୁନି। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଚାହିଁବି ଯେ ଆବାସ ଘର ଯୋଜନାରେ ଆପଣମାନଙ୍କୁ ଘର କରିବା ପାଇଁ କେତେ ଟଙ୍କା ମିଳିବ, ଆପଣଙ୍କର ବଡ଼ ପ୍ରଶ୍ନ ରହିଥିବ। ଦେଖନ୍ତୁ, ଏଥର ଓଡ଼ିଶା ସରକାର ଓଡ଼ିଶାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥାତ୍ PMAY ର ସର୍ବଶେଷ ନିୟମ ଓ ଅପଡେଟ୍ ଅନୁସାରେ ଗ୍ରାମାଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କୁ ଘର ତିଆରି ପାଇଁ ମୋଟ 1,80,000 ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଯାଉଛନ୍ତି। ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ଏହାକୁ ନେଇ ମନ୍ତ୍ରୀ ମହାଶୟ କ'ଣ କହୁଛନ୍ତି, ଆସନ୍ତୁ ଶୁଣିନେବା। ମୋ ଘର ଯୋଜନା ଓଡ଼ିଶା ସରକାର ମାନସିକତାର ଗୋଟେ ଇଲେକ୍ସନର ଥୋପ। କୌଣସି ଲୋକଙ୍କୁ ମୋ ଘର ବ୍ୟବସ୍ଥା କରିନାହାନ୍ତି। ଆଉ ଯେଉଁ ବ୍ୟବସ୍ଥା କରିଛନ୍ତି ମୋ ଘର, ସେ ବ୍ୟବସ୍ଥା ଭିତରେ କୌଣସି ପ୍ରକାର ଗାଇଡ଼ଲାଇନ୍ ନାହିଁ। ମୁଁ ଯାହା ଦେଖୁଥିଲି, ଲୋକ 3 ଲକ୍ଷ ଟଙ୍କା ଋଣ କରିବେ, ପରିଶୋଧ କରିବେ, ଆଉ ସେ ପରିଶୋଧ କରିବେ କେବେ କରିବେ, କ'ଣ କରିବେ, ତାର କୌଣସି ପ୍ରକାର ସେ ପ୍ରକାର ବ୍ୟବସ୍ଥା ନାହିଁ। ଆଉ ଯେତେବେଳେ 3 ଲକ୍ଷ ଋଣ ହେବ, କୌଣସି ବ୍ୟବସ୍ଥା ନାହିଁ। ଲୋକମାନେ ଶୁଣିକିନା ପଳାଉଛନ୍ତି। ବିଷୟ ଶୁଣିଲା ପରେ ତାଙ୍କର ଆଗ୍ରହ କମିଯାଉଛି। କାରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତ ଥର 1,32,000 ଦେଉଥିଲେ, 1,20,000 ଦେଉଥିଲେ। ଏବେ ତାହା 1,80,000 ହେବ। ଆପଣମାନେ ଜାଣିବାକୁ ପାଇଲେ ସରକାରଙ୍କ ତରଫରୁ ଏଥର 1,20,000 ନୁହଁ, ଏଥର 1,80,000 ଟଙ୍କା ମିଳିବ। ଏହି 1,80,000 ଟଙ୍କା ଆପଣମାନଙ୍କୁ ଯେଉଁ ମିଳିବ, ତ ଏହାର ପ୍ରଥମ କିସ୍ତି ଆପଣମାନଙ୍କୁ କେତେ ଟଙ୍କା ମିଳିବ, ୱାର୍କ ଅର୍ଡ଼ରର ପ୍ରକ୍ରିୟା କେମିତି କ'ଣ ରହିଛି, ତ ଆସନ୍ତୁ ତାପରେ ଥରେ ନଜର ପକାଇବା। ଦେଖନ୍ତୁ, ଘର ମଞ୍ଜୁର ହେବା ପରେ କାର୍ଯ୍ୟାଦେଶ ଅର୍ଥାତ୍ ୱାର୍କ ଅର୍ଡ଼ର ମିଳିବା ସମୟରେ କିମ୍ବା ମଞ୍ଜୁରୀର 7 ଦିନ କାର୍ଯ୍ୟ ଦିବସ ମଧ୍ୟରେ ଭୂମି ପୂଜା କାମ ଆରମ୍ଭ ପାଇଁ ମିଳିଥାଏ 60,000 ଟଙ୍କା। ତ ପ୍ରଥମ କିସ୍ତି ପୂର୍ବରୁ ଆପଣମାନଙ୍କୁ କେତେ ମିଳୁଥିଲା, 40,000 ଟଙ୍କା ମିଳୁଥିଲା। ଯଦି ଏଥର ଆପଣମାନଙ୍କୁ 1,80,000 ଟଙ୍କା ଘର କରିବା ପାଇଁ ମିଳିବ, ତାହେଲେ ଆପଣମାନଙ୍କୁ ପ୍ରଥମ କିସ୍ତି ବାବଦରେ 60,000 ଟଙ୍କା ମିଳିପାରେ। ତାପରେ ଯଦି ଆମେ ଦ୍ୱିତୀୟ କିସ୍ତି ଦେଖିବା, ତ ଘରର ମୂଳଦୁଆ ଏବଂ କାନ୍ଥ ଉଠି ଲିମଟେଲ୍, ଯେଉଁଟାକି ଛାତ ସ୍ତର, ଯେଉଁଟାକି ଆପଣମାନଙ୍କର ରୁଫ୍ ଲେବୁଲ୍ କାମ ସରିବା ପରେ ଏବଂ ଜିଓ ଟ୍ୟାଗିଂ ଯାଞ୍ଚ ପରେ ଆପଣମାନଙ୍କୁ ଏହି ଦ୍ୱିତୀୟ କିସ୍ତି ଟଙ୍କା ମିଳିଥାଏ। ପୂର୍ବରୁ ଆପଣମାନଙ୍କୁ କେତେ ଟଙ୍କା ମିଳୁଥିଲା, ଦ୍ୱିତୀୟ କିସ୍ତିରେ 65,000 ଟଙ୍କା ମିଳୁଥିଲା। କିନ୍ତୁ ଏବେ 1,80,000 ଟଙ୍କା ଘର ପାଇଁ ଯେତେବେଳେ ଆପଣମାନଙ୍କର ଆଦେଶ ହେଇଛି, ତା ବାବଦରେ ଦ୍ୱିତୀୟ କିସ୍ତିରେ କେତେ ଟଙ୍କା ମିଳିବ, ସେୟାକୁ ନେଇ
କିଛି ସରକାରଙ୍କ ତରଫରୁ ଫାଇନାଲ ନିଷ୍ପତ୍ତି ନିଆଯାଏ ନାହିଁ। ଏ ବାବଦରେ ଯଦି ନୂଆ ସୂଚନା ଆସେ ତାହେଲେ ଆପଣମାନେ ତୁରନ୍ତ ଏହି ଚ୍ୟାନେଲ ମାଧ୍ୟମରୁ ଭିଡ଼ିଓ ପାଇପାରିବେ। ତାପରେ ଯଦି ଆମେ ଦେଖିବା ତୃତୀୟ କିସ୍ତି ଟଙ୍କା ଆପଣମାନଙ୍କୁ କେତେ ଟଙ୍କା ମିଳେ, ତ କେଉଁ କାମ ପରେ ଆପଣମାନଙ୍କୁ ତୃତୀୟ କିସ୍ତି ଟଙ୍କା ମିଳିଥାଏ। ଦେଖନ୍ତୁ, ଘରର ଛାତ ପଡ଼ିବା ସହ କବାଟ, ଝରକା ଏବଂ ପ୍ଲାଷ୍ଟର କାମ ସମ୍ପୂର୍ଣ୍ଣ ହେବା ପରେ ଆପଣମାନଙ୍କୁ ତୃତୀୟ କିସ୍ତିର ଟଙ୍କା ମିଳିଥାଏ। ଯଦି ଆମେ ପୂର୍ବ କଥା ଦେଖିବା, ଆପଣମାନଙ୍କୁ ପୂର୍ବରୁ 15,000 ଟଙ୍କା ମିଳୁଥିଲା। ତ ବର୍ତ୍ତମାନ ଯେହେତୁ ଏହି PM କିଷାନ ଯୋଜନାର ଆବାସ ଘରର ଆର୍ଥିକ ସହାୟତା ରାଶି ବଢ଼ିଛି, ତ ଏହା ପାଇଁ କେତେ ଟଙ୍କା କ'ଣ ରହିବ ତୃତୀୟ କିସ୍ତିରେ, ତ ସେ ନେଇ ସଠିକ୍ ସୂଚନା ବର୍ତ୍ତମାନ ଆସିନାହିଁ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଆପଣ ଜାଣି ରଖନ୍ତୁ, ଅତିରିକ୍ତ ବୋନସ୍ ମଧ୍ୟ ଆପଣମାନେ ପାଇପାରିବେ। ତ କେମିତି ପାଇପାରିବେ, ତା ପାଇଁ ମଧ୍ୟ ନିୟମ ରହିଛି। ପୂର୍ବରୁ ଆପଣମାନଙ୍କର କ'ଣ ହେଉଥିଲା ନା, ଯେଉଁ ୱାର୍କ ଅର୍ଡ଼ର ମିଳିବାର 4 ମାସ ମଧ୍ୟରେ ଘର କାମ ସମ୍ପୂର୍ଣ୍ଣ କଲେ ଆପଣମାନଙ୍କୁ 20,000 ଟଙ୍କା ଅତିରିକ୍ତ ବୋନସ୍ ଆପଣ ପାଇପାରୁଥିଲେ। ତାପରେ ଯଦି 6 ମାସ ମଧ୍ୟରେ ଘର ଯଦି ଆପଣମାନେ ଶେଷ କରିଦେଉଛନ୍ତି, ତେବେ ତାହେଲେ ଆପଣମାନଙ୍କୁ 10,000 ଟଙ୍କା ଅତିରିକ୍ତ ବୋନସ୍ ମିଳୁଥିଲା। ଏଥର ମଧ୍ୟ ଆପଣମାନେ ଅତିରିକ୍ତ ବୋନସ୍ ପାଇପାରିବେ। ତ ସରକାରଙ୍କ ତରଫରୁ ଅତିରିକ୍ତ ବୋନସ୍ ପାଇବା ପାଇଁ ଯେଉଁ କ୍ରାଇଟେରିଆ ରହିଛି, ଯେଉଁ ଗାଇଡ଼ଲାଇନ୍ସ ରହିଛି, ସେ ଗାଇଡ଼ଲାଇନ୍ସକୁ ଆପଣମାନେ ଫଲୋ କଲେ ନିଶ୍ଚୟ ଅତିରିକ୍ତ ବୋନସ୍ ପାଇପାରିବେ। ତାପରେ ଆବାସ ଘର ପରେ ଆପଣମାନଙ୍କୁ ସରକାର ଆଉ 3ଟି ଲାଭ ମଧ୍ୟ ପ୍ରଦାନ କରିବେ। ତ ପ୍ରଥମ ଲାଭଟି ହେଲା ଆପଣମାନଙ୍କୁ ଗୋଟିଏ ଶୌଚାଳୟ ମିଳିବ। ଯଦି ଆପଣ ପୂର୍ବରୁ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଶୌଚାଳୟ ପାଇନଥିବେ, ତାହେଲେ ଶୌଚାଳୟ ପାଇଁ ଆପଣମାନଙ୍କୁ 20,000 ଟଙ୍କା ମିଳିବ। ପୂର୍ବରୁ ଆପଣମାନଙ୍କୁ ଏହି ଶୌଚାଳୟ ପାଇବା ପାଇଁ 12,000 ଟଙ୍କା ଦିଆଯାଉଥିଲା, କିନ୍ତୁ ଏବେ ଆପଣମାନଙ୍କୁ ଶୌଚାଳୟ କରିବା ପାଇଁ ଆର୍ଥିକ ସହାୟତା ରୂପେ 20,000 ଟଙ୍କା ମିଳିବ। 2 ନମ୍ବର ଲାଭଟି ଆପଣମାନଙ୍କୁ କ'ଣ ମିଳିବ, ବାଲି ଆପଣମାନଙ୍କୁ ମାଗଣାରେ ମିଳିବ। ସରକାରଙ୍କ ତରଫରୁ ଆବାସ ହିତାଧିକାରୀମାନଙ୍କୁ 2 ଟ୍ରାକ୍ଟର ବାଲି ସମ୍ପୂର୍ଣ୍ଣ ଭାବରେ ମାଗଣାରେ ମିଳିବ। ଆପଣ ଜାଣିଥିବେ, ପୂର୍ବରୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା, ଏହାକୁ ନେଇ ମନ୍ତ୍ରୀ ମହାଶୟ ମଧ୍ୟ ସୂଚିତ କରିଥିଲେ ହିତାଧିକାରୀଙ୍କୁ। 3 ନମ୍ବର ଲାଭଟି ଆପଣମାନଙ୍କୁ ମିଳିବ ମାଗଣା ବିଜୁଳି। ଆପଣମାନଙ୍କୁ ବିଜୁଳି ପାଇଁ କୌଣସି ଟଙ୍କା ଡିପୋଜିଟ୍ କରିବା ପାଇଁ ପଡ଼ିବନି। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। ଆପଣମାନେ ବିଜୁଳି ପାଇବା ପାଇଁ ଯେଉଁ ଟଙ୍କା ଡିପୋଜିଟ୍ କରନ୍ତି, ସେ ଟଙ୍କା ଆପଣମାନଙ୍କୁ ଆଉ ଡିପୋଜିଟ୍ କରିବା ପାଇଁ ପଡ଼ିବନି। ଆପଣମାନେ ନିଃଶୁଳ୍କ ବିଜୁଳି ପାଇପାରିବେ। ସରକାରଙ୍କ ତରଫରୁ ବଡ଼ ଘୋଷଣା ଜାରି କରାଯାଇଛି। ଆପଣ ଚାହିଁଲେ ମଧ୍ୟ PM ସୂର୍ଯ୍ୟ ଘର ବ୍ୟବସ୍ଥାର ଲାଭ ମଧ୍ୟ ଉଠାଇ ପାରିବେ। ଯଦି ଆପଣମାନେ ଆବାସ ଘର ଯୋଜନାର ଘର ପାଇଛନ୍ତି, ଆପଣଙ୍କର ଇଚ୍ଛା ହେଲେ ଆପଣମାନେ ଆପଣଙ୍କ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ପାରିବେ। ଏ ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି। ପରବର୍ତ୍ତୀ ଭିଡ଼ିଓରେ ଆପଣମାନେ କେଉଁ 12ଟି କାରଣ ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଘର ପାଇପାରିବେନି ଦେଖିପାରିବେ।